ପଦ ମାର ମହିମା ମାର ମାତୃତ୍ୱ ମାର ମମତା କେମିତିଆ ସେଥିପାଇଁ ଏତେ ବାଟ ତେଣୁ ଗୋଟାଏ ପଦ ମୁଁ ଗାଇଦେବି କଲା କିଏ ତୁଳିକି ଜନନୀର ପାଦ ଧୂଳିକି କିଏ ତୁଳିକି ଜନନୀର ପାଦ ଧୂଳିକି ସମାନ ହେବ କି ଲକ୍ଷେ ମାଢ ସୁନା ଆଉ ସମାନ ହେବ କି ଲକ୍ଷେ ମାଢ ତୁଆ ତାର ସୁମଧୁର ବାଣିକି କିଏ ତୁଳିକି ସମାନ ହେବ ସେଇ ଧୂଳିକି ଜନନୀର ପାଦ ଧୂଳିକି ଆଜ୍ଞା ସମାନ ହେଇପାରିବେନି ସେଇ ହଉଛି ଆମ ପାଇଁ କି ଆଶୀର୍ବାଦ ଆଜି ମା ଚାଲି ଯାଇଛନ୍ତି ପିଇସି ଶାଶୁ ଥିଲେ ଆଉ ସେ ସ୍ନେହ କଣ ମିଳିବ ନା ଝିଅ ମାନେ ଆଉ ପାଇବେ ସେଇ ସ୍ନେହ ବର୍ଷେ ହେଲା ଆଜ୍ଞା ସରିଗଲା ଯଦି ସରିଗଲା ତଥାପି ଆଜ୍ଞା ମୁଁ ଶେଷରେ ଗୋଟେ ଜିନିଷ କହିବି ଆମେ ଯେତେ ଦିନ ଜୀବନ କାଳ ଭିତରେ ଥିବା ପ୍ରତିଦିନ ଆଜ୍ଞା ଗାଧୋଇ ସାରିବା ପରେ ସୂର୍ଯ୍ୟଙ୍କୁ 3 ପାତ୍ରି 3 ଆଞ୍ଜୁଳି ଜଳ ଆମେ ସମସ୍ତେ ଦେଲେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଧର୍ମ ନିରଞ୍ଜନ ତାଙ୍କର ଆଶୀର୍ବାଦ ଆମକୁ ମିଳିବ ତେଣୁ ଆମେ ସମସ୍ତେ ଗାଧେଇ ସାରିବା ପରେ ଓଦା ଲୁଗାରେ ଆଜ୍ଞା 4ଟା କର୍ମ କରିପାରିବା 4ଟା କର୍ମରୁ ପ୍ରଥମ କର୍ମ ହେଲା ଓಂ ସୂର୍ଯ୍ୟାୟ ନମ ଅନ୍ୟ ମନ୍ତ୍ର ତ ସମସ୍ତେ ପଢି ପାରିବେନି ମୁଁ ସିନା ଶିଖିଛି ବୋଲି ଗାଇଦେବି ନମୋ ବିଭୂଷତେ ବ୍ରହ୍ମଣ ଭାସ୍ୱତ୍ ବିଷ୍ଣୁ ତେଜସେ ଜଗତ ସବିତ୍ରେ ସୁଚये ସର୍ବତ୍ର କର୍ମ ଦାୟିନେ ଇଦଂ ଅର୍ଘ୍ୟଂ ଶ୍ରୀ ସୂର୍ଯ୍ୟାୟ ନମଃ ଏ ମନ୍ତ୍ର ସମସ୍ତେ ଶିଖିକି ଆଜ୍ଞା ଦେଇପାରିବେ କେବଳ ଏତିକି ମନେ ରଖିଥାନ୍ତୁ ଓಂ ସୂର୍ଯ୍ୟାୟ ନମଃ ଓಂ ସୂର୍ଯ୍ୟାୟ ନମଃ ଓಂ ସୂର୍ଯ୍ୟାୟ ନମଃ 3 ପାତ୍ରି ଜଳ ଧର୍ମ ନିରଞ୍ଜନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ତାପରେ ଦ୍ୱିତୀୟ କର୍ତ୍ତବ୍ୟ ବାପାଙ୍କୁ ହରେଇବା ପରେ ଓಂ ପିତୃଭ୍ୟୋ ନମଃ ପିତୃଭ୍ୟୋ ନମଃ ତାପରେ ମାତାଙ୍କ ଉଦ୍ଦେଶ୍ୟରେ ମାତୃଭ୍ୟୋ ନମଃ ମାତୃଭ୍ୟୋ ନମଃ ଗାଧୋଇ ସାରିବା ପରେ ଏଇ 3ଟି କାମ ଆଜ୍ଞା ଗାଧୋଇବା ବେଳେ ଆଜ୍ଞା କରିବାକୁ ପଡିବ ସେତେବେଳେ ସୁଯୋଗ ଅଲଗା ଥିଲା ନଈରେ ଗାଧୋଉଥିଲେ ପୋଖରୀରେ ଗାଧୋଉଥିଲେ ସୂର୍ଯ୍ୟଙ୍କୁ ଦେଖି ଆଜ୍ଞା ଜଳ ଦଉଥିଲେ ଏବେ ତ ସବୁ ଘରେ ଘରେ ଆଜ୍ଞା ଲାଟ୍ରିନ୍ ବାଥ ବ୍ୟବସ୍ଥା ହେଇଗଲା ଆଉ ବେଳ କେତେବେଳେ ଅଞ୍ଜଳି ପାଣି ତାର ବିକଳ୍ପ ଆମେ ଯାହା ହେଲେ ବି ପରିଷ୍କାର ପାତ୍ରିଟି କରି ସେଥିରେ ଆଜ୍ଞା ଜଳ ରଖି ଗାଧେଇ ସାରିବା ପରେ କିଛି ହେଲେ ଏଇ ନିୟମକୁ ସମସ୍ତେ ମାନିବାକୁ ପଡିବ ଆଉ ପରିଶେଷରେ ଆଜ୍ଞା ତୁଳସୀ ମା ମୂଳରେ ସମସ୍ତେ ପାଣି ଦିଅନ୍ତୁ ଇଏ ହଉଛି ଚତୁର୍ଥ କାମ ଏଇ 4ଟା କାମ ବୁଝେଇବା ପାଇଁ କି ହରି ଦରବାର ହରି କୀର୍ତ୍ତନ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ଏଇ ହଉଛି ସମାଜ ପାଇଁ କି ବାର୍ତ୍ତା ତେଣୁ କିଏ ତୁଳିକି ଜନନୀର ପାଦ ଧୂଳିକି ତା ପାଦ ଧୂଳି ସହିତ ଆଜ୍ଞା କେହି ସମାନ ହେଇପାରିବେନି ସମାନ ହେବ କି ଲକ୍ଷେ ମାଢ ସୁନା ତେଣୁ ଆଜ୍ଞା ଲକ୍ଷେ ମାଢ ସୁନା ତା ସହିତ ସମାନ ହବନି ତେଣୁ ଆଜ୍ଞା ଆପଣ ମାନେ ଚିନ୍ତା କରନ୍ତୁ ନିବାସିନା କହୁଥିଲେ ଯୋଜନ ଆଉ ଜୁଣ ଆ ଭିତରେ ପାର୍ଥକ୍ୟ କିଛି ନା ତାର ଯୋଉ ଇଏ ମୀମାଂସା କଣ ଯୋଜନ ଶବ୍ଦର ଅର୍ଥ ଆଜ୍ଞା 4 କ୍ରୋଶକୁ କୁହାଯାଏ ଗୋଟେ ଯୋଜନ 4 କୋଶ ତେଣୁ ଆଜ୍ଞା କୋଶକ ହେଲା 2 ମାଇଲ ତେଣୁ 4 କ୍ରୋଶ ହେଲା 4 ଗୁଣନ 2 8 ମାଇଲ ତେଣୁ ଆଜ୍ଞା ମାଇଲ ହଉଛି 1.5 କିଲୋମିଟର ତେଣୁ 8 ମାଇଲ ହଉଛି 12 କିଲୋମିଟର ଏଇ ହିସାବରେ ଆଜ୍ଞା ଯୋଜନର ପରିମାଣ ତେଣୁ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ଆଉ ଗୋଟା କଥା ମନେ ରଖି ପାରିଥାନ୍ତୁ କେତେ ଅନ୍ତରରେ ସୂର୍ଯ୍ୟ ଅଛନ୍ତି ତା ଏପର୍ଯ୍ୟନ୍ତ ବି ସଠିକ ଆଜ୍ଞା ଗଣନାରେ ଆମେ ଯୋଜନା ହେଇପାରି ନାହିଁ ବିଜ୍ଞାନ ପହଞ୍ଚେଇ ପାରିନି ତେଣୁ ଏପର୍ଯ୍ୟନ୍ତ ସେ ହିସାବ ଆଜ୍ଞା ପହଞ୍ଚି ପାରିନି ବିଜ୍ଞାନରେ ଏପର୍ଯ୍ୟନ୍ତ ଶେଷ ସିଦ୍ଧାନ୍ତ ପହଞ୍ଚି ପାରିନି ତେଣୁ ଯାହା ଆମ ମାପ ଭିତରକୁ ନିର୍ଦ୍ଦିଷ୍ଟତା ପର୍ଯ୍ୟନ୍ତ ପହଞ୍ଚି ପାରିନି କିନ୍ତୁ ଆମେ ଆମ ସ୍ଥଳ ଭାଗରେ ମାପି
ଆକୁ ବୁଝି ପାରିବା। ତେଣୁ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ, ହେଲା ତେଣୁ ଲକ୍ଷେ ମାଢ ସୁନା ଆଜି ସମାନ ହବନି। ନାଇଁ ଆଜି ନାଇଁ ସେଇ ମାର ଆଜି ସେଇ ସ୍ନେହ ଶ୍ରଦ୍ଧା ପାଇଁକି ବେଶ ଆଜି ସେଇ ମା ଗହଣରେ ନାହାନ୍ତି। ସେଇ ମାଙ୍କ ଉଦ୍ଦେଶ୍ୟରେ ହରିବୋଲ ଆଜି ଟିକେ ଏଠି ଦେବା। ଆଲୋଚନା ହଉଥିଲା। ହଁ ତେଣୁ ଆମର ପୂର୍ବ ଜାଗାକୁ ଆମେ ଫେରିଯିବା। ଯୋଉ ଆଜ୍ଞା ସୂଚନା ମିଳିବା ଅନୁସାରେ ବେଶ ପଦଟି ମୁଁ ଆଜ୍ଞା ଦ୍ୱିତୀୟ ବାର ଆଜି ଲେଖିବାକୁ ବାଧ୍ୟ ହୋଇଥିଲି। ହଁ ପ୍ରଥମ ଗୀତଟି ମୋ ପାଖରେ ଆଜି ରହିଛି, ମୁଁ ଛାଡ଼ିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ପ୍ରୟୋଗ କରିପାରିନାହାନ୍ତି। ନାଇଁ ନା। ନାଇଁ କହିଲେ ନାଇଁ। ସେ ଗୀତ ଗାଇ ଆମେ ଆଜି ଚ୍ୟାନେଲରେ ଠିକ ଭାବରେ ଉଚ୍ଚାରଣ କରିନେଲେ ଅଡୁଆ ହେଇଯିବ ନା, ଅଡୁଆ ହେଇଯିବ ଠିକ ଶୁଭିବନି। ହବନି। ତେଣୁ ସେଇଥିପାଇଁ କି ଆଜି ଓଡ଼ିଶାର ଆଜି ଚ୍ୟାନେଲ ଦ୍ଵାରା ଶୁଣିବା ପାଇଁ କି ମୋ ତରଫରୁ ମୁଁ ଶୁଣେଇ ଦେଲି ଆଜ୍ଞା ଏଇ ରାମଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଯୋଉ ଗୀତଟି ହେଲା। ଲେଖିଥିଲି। ହଁ ଆଉ ଦ୍ୱିତୀୟ ଗୀତଟି ଯୋଉଟି ଲେଖିଥିଲି ହଁ। ସେଥିରୁ ଗୋଟା ପଦ ଗାଇଛି, ତୋର ମହିମା ବର୍ଣ୍ଣନାତୀତ। ଆଉ କାଇଁ କଣ ହେଇଛି କି? ମୁଁ ତୋରି ପାଖରେ ଆଜି ନିଜକୁ ସମର୍ପି ଦଉଛି। ଆଜି ତୋର ସେଇ ପୂର୍ବ କଥା ମୋର ମନେ ପଡି ଯାଉଛି। ମା ତୁ କରିଥିଲୁ କଣ? ହଁ କାହିଁକି ନା ମା ଲୋ ମହିମାମୟୀ, ହୁଁ କୃପାକର କୃପାମୟୀ। ହୁଁ କହିଲା ସତ୍ୟରେ ଜନମ ହେଲୁ ରକ୍ଷ କୁଳ ବିନାଶିଲୁ। ସତ୍ୟରେ ଜନମ ହେଲୁ ରକ୍ଷ କୁଳ ବିନାଶିଲୁ। ଅଜନି ସମ୍ଭୂତା ମାତ ଆହା ଅଜନି ସମୁତା ମାତ ଧର୍ମ ରଖିଲୁ ମହି ମାଲୋ ମହି ମହି କୃପା କର କୃପାମୟୀ ମାଲୋ ମହିଷା ମୟୀ କୃପା କର କୃପାମୟୀ। ଏ ମହିମା ମହିମା ଓହୋ ଆଜି ମୁଁ ବର୍ଣ୍ଣନା ମଧ୍ୟ କରିପାରିବିନି। ନାଇଁ ନାଇଁ ତୁ ନାଇଁ ହଉଛୁ କୃପାମୟୀ, ତୁ ମତେ କୃପା କରିବାକୁ ପଡିବ। ମୋର ଆଉ କିଏ ସାହା ଭରସା ଅଛି? ତୋ ବ୍ୟତୀତ ମୋର ଦ୍ୱିତୀୟ ବିକଳ୍ପ କେହି ନାହାନ୍ତି। କେହି ନା। ନାହିଁ କେହି ନାହିଁ। ସତ୍ୟରେ ତୁ ଜନ୍ମ ହବା ପରେ ହଁ ହଁ ଆଜି ଅନେକ ରକ୍ଷ ବୋଲେ ଅସୁର ମାନଙ୍କୁ ବିନାଶ କଲୁ। ହଁ ଯୋଉଟା ପୂର୍ବ ଗୀତରେ ମୁଁ ବିସ୍ତୀର୍ଣ୍ଣ ଭାବରେ ସବୁ ବର୍ଣ୍ଣନା କରିଛି। ଆଚ୍ଛା ସପ୍ତଶତୀ ଚଣ୍ଡୀର ଶ୍ଲୋକ ଦ୍ଵାରା ହଁ ସେଇ ଗୀତଟା ଆଜି ମୁଁ ଲେଖି ଆଜି ସୂଚନା ଦେଇଛି। ହଁ। କାହିଁକି ନା ସପ୍ତଶତୀ ଚଣ୍ଡୀରେ ହୁଁ ଯୋଉ ଶ୍ଲୋକଟିରେ ଏ ଆଜ୍ଞା ମାର ବର୍ଣ୍ଣନା ଦିଆଯାଇଥିଲା। ହଁ ଯା ଚଣ୍ଡୀ ମଧୁ କୈଟ ଭାଦି ଦୈତ୍ୟ ଦଳିନୀ, ଯା ମହିଷ ନୁମୁଳିନୀ, ମୁଳିନି ଯା ଧୁରୁମ୍ବାକ୍ଷ ଚଣ୍ଡ ମୁଣ୍ଡ ବର୍ଦ୍ଧିନୀ, ଯା ରକ୍ତ ବୀର୍ଯ୍ୟାସିନୀ, ଶନି। ଯା ଶକ୍ତି ଶୁମ୍ଭ ନିଶୁମ୍ବାଦି ଦୈତ୍ୟ ଦଳିନୀ, ଯା ସିଧି ଲକ୍ଷ୍ମୀ ପରା, ପରା ତା ଦେବୀ ନବକୋଟି ମୂର୍ତ୍ତି ସହିତଂ ମାମ୍ପା ତୁ ବିଶ୍ବେଶ୍ୱରୀ। ଶ୍ୱରୀ। ନବକୋଟି ମୂର୍ତ୍ତି ଧାରଣ କରି ହଁ ମା ଚଣ୍ଡୀ ତୁ ଆଜି ଧର୍ମ ରକ୍ଷା କଲୁ, ଦୁଷ୍ଟ ମାନଙ୍କୁ ବିନାଶ କଲୁ। ହଁ ସତ୍ୟରେ ରକ୍ଷକୁଳ ମାନେ ବିନାଶ ହେଲେ। ତେଣୁ ସେଇଥିପାଇଁ କି ହଁ ତୁ ହେଲୁ ଅଜନି ସମ୍ଭୂତା, ହଁ। ତୁ ହେଲୁ ଅଗ୍ନିରୁ ସୃଷ୍ଟି। ତେଣୁ ତୁ ଧର୍ମ ରକ୍ଷା କଲୁ ସୃଷ୍ଟି ଭିତରେ। ଖାଲି ସେତିକି ନୁହଁ, ତ୍ରେତାରେ ପୂଜିଲେ ରାମ ରାମ ଚଣ୍ଡୀ ହେଲା ନାମ। ତ୍ରେତାରେ ପୂଜିଲୁ ରାମ ରାମ ଚଣ୍ଡୀ ହେଲା ରାମ। ଏ ଅତୀତ କାଳରେ ହେଇଛି, ଏବେରେ ନୁହଁ ନା। ହଁ ତେଣୁ ତ୍ରେତାରେ ପୂଜିଲେ ରାମ ରାମ ଚଣ୍ଡୀ ହେଲା ନାମ। ତ୍ରେତାରେ ପୂଜିଲେ ରାମ ରାମ ଚଣ୍ଡୀ ହେଲା ନାମ। ରାବଣ ସବଂଶ ନାଶ ଆହା ରାବଣ ସବଂଶ ନାଶ ଉଦ୍ଧରିଲେ ବଇ ଦେହି ମାଲୋ ମହିଷା ମୟୀ କୃପା କର କୃପାମୟୀ ମାଲୋ ମହିଷା ମୟୀ କୃପା କର କୃପାମୟୀ। ମହିଷାମୟୀ ନୁହଁ, ମହିମାମୟୀ। ମହିମା ତେଣୁ ମା ଏ ତ୍ରେତା ଯୁଗରେ ରାମ ପୂଜା କରିବାରୁ ନାମକରଣ ହେଲା ତୋର ରାମଚଣ୍ଡୀ। ହଁ ହଁ ରାବଣର ବଂଶ ବିଲୋପ ହେଲା। ହଁ ଉଦ୍ଧାର ହେଇକି ମା ସୀତା ହଁ ଆଜି ଫେରିଲେ। ସେତିକି ନୁହଁ, ନା 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 ଆରେ ଦ୍ୱାପର ଯୁଗରେ କଂସ ପ୍ରତା ପେହୁଇ ଦିବସ। ଦ୍ୱାପର ଯୁଗରେ ରଞ୍ଜନଇ ତୁମା ହେଲୁ ବସ। ଦ୍ୱାପର ଯୁଗରେ କଂସ ପ୍ରତା ପେହୁଇ ଦିବସ।
দ্বাপর যুগরে কংস মূষা মই হেল মংস ଦ୍ୱାପର ଯୁଗରେ କଂସର ପ୍ରତାପରେ ଓହୋ ପ୍ରଭୁଙ୍କର ଆହ୍ୱାନ କ୍ରମେ ତୁ ଆଜି ବିବଶ ହେଲୁ ମା ତେଣୁ ତୁ କଲୁ କଣ ଆଜି ମନେ ପଡି ଯାଉଛି ଆଜି କରିଲୁ ଅଦ୍ଭୁତ କରମ କରିଲୁ ଅଦ୍ଭୁତ କର୍ମ କରିଲୁ ଅଦ୍ଭୁତ କର୍ମ କରିଲୁ ଅଦ୍ଭୁତ କର୍ମ ମୀରା ତୋର ହେଲା ଯୋଗ୍ୟ ମାଲୋ ମହିମା ମଇ କୃପା କର କୃପାମୟୀ ମାଲୋ ମହିମା ମଇ କୃପା କର କୃପାମୟୀ ମା ତୁ କଲୁ କଣ ଆଜି ମନେ ପଡି ଯାଉଛି ଦ୍ୱାପର ଯୁଗରେ ବିଜୁ କଲ୍ୟାଣ ରୂପରେ ବେଶ ଗୁପ୍ତ ଭାବରେ ବେଶ ଶୂନ୍ୟ ବାଣୀ ଦେଇ ହଁ ଅନ୍ତର୍ହିତ ହେଇ ଆଜି ଏପରି ଭ୍ରମ ସୃଷ୍ଟି କରେଇ ଦେଲୁ ହଁ ଜୀବନ ସାରା ଭୟ କରି କରି ହଁ ପରିଶେଷରେ ମଞ୍ଚାରୁ ପଡି ମାମୁଁ ମଲା ମତେ ତା ଦହିବା ରଖିଲା ଯାହା ଭାଗବତରେ ଶେଷ ନିଷ୍ପତ୍ତି ଦିଆ ହେଲା ଭଗବାନ କୃଷ୍ଣକୁ ଦେଖୁ ଦେଖୁ ମରିଥିଲେ ମଧ୍ୟ ବେଶ ଆଜି ସେଇଠି ଏମିତି ଗୋଟେ ପଦ ଲେଖା ହେଲା ହଁ। ଆମେ ବୁଝିବାକୁ ପଡିବ ହଁ। ଆଜି ତାର କର୍ମ ଅନୁସାରେ ସେ ମୃତ୍ୟୁବରଣ କଲା ସତ ବେଶ ଭାଗବତର ମୀମାଂସା ଏଇଠି ଆଜ୍ଞା କାର୍ଯ୍ୟକାରୀ ହେଲା ହେଲା କାହିଁକି ନା ଏକାନ୍ତ ସ୍ନେହ ଦୋଷ ଭୟେ ବେଶ ନିଶ୍ଚଳ ଧ୍ୟାନ ଜଇଁ ରହେ ରହେ କିନ୍ତୁ ତାର ରୂପ ହଁ ମନମୟୀ ହେନି ସେହି ରୂପ ସେହି ତେଣୁ ରୂପ ଭୟବଶ କୃଷ୍ଣଙ୍କୁ ମାରିବା ପାଇଁ କି ଜୀବନ ସାରା ଚିନ୍ତା କରି କରି କୃଷ୍ଣକୁ ଦେଖୁ ଦେଖୁ ମଞ୍ଚାରୁ ଗଡି ପଡି ଆଜି କଂସ ମୃତ୍ୟୁବରଣ କଲା ତେଣୁ ମା ଆରେ କଳି ଯୁଗେ ଅଦ ଭୂତ କରମ ହେଲା ପରକାଶ ହେଲା ପରକାଶ ଭଲା ହେଲା ପରକାଶ ହେଲା କଳି ଯୁଗେ ଅଦ ଭୂତ କରମ ହେଲା ପରକାଶ କଳି ଯୁগে ଅଧ ମୋଟ କର୍ମ ହେଲା ପରକାଶ ନାଶ ବିଶ୍ୱନାଥ କ୍ଲେଶ ନାଶ ବିଶ୍ୱନାଥ କେଶ ରାମଚଣ୍ଡୀ ଦୟା ବହି ମାଲୋ ମହିମା ମଇ କୃପା କର କୃପାମୟୀ ମାଲୋ ମୟୀ ନାମୟୀ କୃପା କର କୃପାମୟୀ ଶ୍ରଦ୍ଧେୟ ନିରଞ୍ଜନ ଆଜି ଶେଷରେ କହିଲେ ଏ ଗୀତଟି ଆଜି ଗାଇକି ଠିକରେ ଠିକରେ ହବ ଆଜି ଚ୍ୟାନେଲରେ ଦେଇ ହବ 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 ଆର ଗୀତଟା ମୁଁ ଆଉ ତାକୁ ଚଳେଇ ପାରିବିନି ହଉ ହଉ ସେ ଯାହା ହଉ ହଉ ସେ ମାଙ୍କର ଉଦ୍ଦେଶ୍ୟରେ ଆଜି ହରିଦରବାରରେ 1 ବର୍ଷ ପରେ ସ୍ମରଣିକା ଦିବସରେ ଏଠି କୀର୍ତ୍ତନ ହଉଥିବାରୁ ମାଙ୍କର କଥା ଅନେକ ଏଠି ଆମେ ଆଲୋଚନା କଲେ ଏବଂ ଆମ ନିତ୍ୟ ଦିନର କାର୍ଯ୍ୟକଳାପ ଭିତରେ ଆମେ ସବୁଦିନ ପାଇଁ ଆଜି ଆମ ଗହଣରେ ସେ ଆଉ ନଥିଲେ ମଧ୍ୟ ଏ ସୃଷ୍ଟିଟା ତ ହଉଛି ସେଇଆ ପରିଶେଷରେ ଗୋଟା ପଦ ଆଜି ମନେ ପକେଇ ଦେଇକି ଏଇଠି ମୁଁ କଥାଟି ସାରୁଛି ଜୀବନ କାଳ ଭିତରେ ଏତେ ସ୍ନେହ ହଁ ମତେ ଦେଇଛନ୍ତି ହଁ ଜଣେ ସଂସ୍କୃତ ହଁ ଆଜ୍ଞା ଶିକ୍ଷକ କିଏ ସେ ପୁଣି ସାଧାରଣ ନୁହଁ ପ୍ରଧାନ ଶିକ୍ଷକ ଆଚ୍ଛା କିଏ ସେ ଜଣକ ଅବସର ପ୍ରାପ୍ତ ଦେଖିବା ଭୁବନେଶ୍ୱରର ରହଣି ଭିତରେ ହଁ ହଁ କିନ୍ତୁ ତାଙ୍କର ଜନ୍ମସ୍ଥାନ ରାଜସୁନାଖଳା ହଉ ଯୋଉ ପବିତ୍ର ମାଟିରେ ସୃଷ୍ଟି ହେଇଥିଲେ ଅନେକ ମହାମନୀଷ ସେଇ ପବିତ୍ର ମାଟିର ଲେଖା ଏବେ ବି ହଁ ମନବତ ଚୌତିସା ବୈରାଗୀ ଭକ୍ତଚରଣ ଦାସଙ୍କର ରହିବା ସମୟର ଲେଖା ଆଜି ଏପର୍ଯ୍ୟନ୍ତ ଓଡିଶାର ପୁରପଲ୍ଲୀରେ ଆଦୃତ ହଉଛି ହଉଛି ସେଇ ମାଟିରେ ମଧ୍ୟ ଜଣେ ସୁଯୋଗ୍ୟ ସନ୍ତାନ ହେଲା ଜଣେ ସାରେ ସୃଷ୍ଟି ହେଇଛନ୍ତି ଶେଷରେ 2 ପଦ ତାଙ୍କରି ଗୀତ ଗାଇ ଦେଇ ମୁଁ କଥାଟି ଆଜ୍ଞା ବନ୍ଦ କରିବି ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ଲେଖିଛନ୍ତି କହିଲେ ମାୟା ସଂସାର ଆରେ ଏ ମାୟା ସଂସାର ମିଥ୍ୟାର ସଂସାର ଏଠି ମୃତ୍ୟୁ ଚିରନ୍ତନ ସତ୍ୟ ହେ মৃত চিরন্তন সত্যরে ভোলা মৃত্যু নিরন্তন সত্য হে
ଏ ମାୟା ସଂସାର ହଁ ପୁଣି ଏ ମାୟା ସଂସାରଟା କେମିତିଆ ହୁଁ ଏ ହଉଛି ମିଛର ସଂସାର ହୁଁ। କାହିଁକି ନା ସତ୍ୟଟା ସବୁଦିନ ଆଜ୍ଞା ସ୍ଥିର ମିଛଟା ଅସ୍ଥିର ଇଏ ଯିବ ଆସିବ ହୁଁ ଏଠି ମୃତ୍ୟୁ ହଉଛି ଚିରନ୍ତନ ସତ୍ୟ ଏଠି ମରିବାଟା ନିଶ୍ଚିତ ତେଣୁ ହଁ କେହି ଅମର ହେଇକି ରହିନାହାନ୍ତି କେହି ରହିବେନି ନା ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ ଶ୍ଲୋକ ଆଡ଼ିକି ଆଉ ମୁଁ ନଉନି ନାଇଁ ନାଇଁ, ନାଇଁ ନାଇଁ। ଗଲା ଜନ୍ମ ହୋଇଲେ ମୃତ୍ୟୁ ଅପେକ୍ଷାରେ ହଁ କାଳ ହୁଏ ରତ ରତ ହେ କାଳ ହୁଏ ରତ ରତରେ ଭଲା କାଳ ହୁଏ ରତ ରତ ସଦାବେଳେ କାଳ ବୋଲେ ସମୟ ଆମର ପଛରେ ସତର୍କ ଘଣ୍ଟି ବଜଉଛି ଆମ ସମୟ ସରି ସରି ଯାଉଛି ଯାଉଛି ବେଳ ରତ ରତ ହେଇଯାଉଛି ହଁ ତେଣୁ ଜନ୍ମ ହୋଇଲେ ମୃତ୍ୟୁ ଅନ୍ୟରେ ବାର୍ଯ୍ୟ ସତ୍ୟ ନିଶ୍ଚୟ। ତେଣୁ ଆମର ମୃତ୍ୟୁ ଏବଂ ଜନ୍ମକୁ ଲକ୍ଷ୍ୟ କରି ହଁ ଶେଷ ଦି ଧାଡି ପୁଣି ଶୁଣେଇ ଦଉଛି ହଁ କହିଲା ଜନ୍ମ ମରଣ ଦୁଇଟି ନିଆରେ ଏ ମାନବ ଜୀବନ ଅନ୍ତ ହେ ମାନବ ଜୀବନ ଅନ୍ତରେ ଭଲା ମାନବ ଜୀବନ ଅନ୍ତ ଶେଷ ଧାଡିରେ ସମାଜ ପାଇଁ କି ବାର୍ତ୍ତା ପଦିଏ ଲେଖିଦେଲେ ଶିକ୍ଷା କଣ ଲେଖିଲେ ହଁ। ଭାଷେ ମୃତ୍ୟୁଞ୍ଜୟ ମିଳିବ ଭୟ ଯା ଯା হরি নামে জীব মুক্ত হে হরি নামে জীব সুতারে ভলা হরি নামে জীব সুখ জন্ম বেড়ে ইন্তুড়ি নিয়া অবশ্য ଏବେ ତ ବ୍ୟତିକ୍ରମ ହେଇଗଲାଣି ଆଉ ତ ପ୍ରାୟ ଆଜ୍ଞା ଏନ୍ତୁଡି ନିଆ ଜଳୁନି କହିଲେ ମେଡିକାଲରେ ଆଉ କଣ ସିଜରିଂ ଆଉ କଣ ହଁ ହେଲେ ଇଏ କିନ୍ତୁ ଆଗେ ଥିଲା ଏବେ ବି ଅଛି ଭବିଷ୍ୟତକୁ ରହିବ 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 ନିଶ୍ଚିତ କୋଉଠି କୋଉଠି ଏବେ ବି ଲାଗୁଛି ଦିଟା ନିଆ ଭିତରେ ହଁ ଆମର ଏ ଜୀବନଟା ଅତିବାହିତ କରୁଥିବାରୁ ଆ ନାଁଟା ଦୁନିଆ ହେଇଛି ହଉଛି ଗୋଟେ ଜନ୍ମ ସମୟର ନିଆଁ କିଛି ନହେଲେ ମଧ୍ୟ ଜନ୍ମ ପରେ ସିଜରିଂରେ ହେଲେ ମଧ୍ୟ ଉଷ୍ମତାରେ ରଖିବାର ଆବଶ୍ୟକତା ପଡୁଛି ନହେଲେ କୋଲାପ୍ସ ହେଇଯିବ ରହିଗଲେ ଉଷୁମ ହେଇଯାଉଛି ତେଣୁ ସେଇଥିପାଇଁ ଉଷ୍ମତା ନିଶ୍ଚିତ ଆବଶ୍ୟକ ଜନ୍ମ ମରଣ ଦୁଇଟି ନିଆଁରେ ଆଉ ମୃତ୍ୟୁ ପରେ ଚିତାଗ୍ନି ଜଳିବାଟା ନିଶ୍ଚିତ ନିଶ୍ଚୟ ନିଶ୍ଚୟ ସେଥିରେ ଆମ ମାନଙ୍କର ଜୀବନର ହଉଛି ଅନ୍ତ ଅନ୍ତ କହେ ମୃତ୍ୟୁଞ୍ଜୟ ମିଳିବ ଅଭୟ ଆମକୁ ଅଭୟ ମିଳିବ କେମିତି କେମିତି ଆମେ ଯଦି ହରିନାମକୁ ଆଶ୍ରୟ କରିବା ବେଶ ଏ ଜୀବ ଆଜି ମୁକ୍ତ ହେଇ ହଁ ହଁ ଆଜି ସେଇଠିକି ନିଶ୍ଚିତ ଭାବରେ ଚାଲିଯିବ ଚାଲିଯିବ ଯୋଉ ପରମାତ୍ମାଙ୍କ ଠାରୁ ଆସିଛି ହଁ ଆଜି ସେଇ ପରମାତ୍ମାଙ୍କ ନିକଟରେ ଏ ଯାଇ ତଲ୍ଲୀନ ହେଇପାରିବ ତେଣୁ ସେଇଥିପାଇଁ ଆଜି ସେଇ ମୋ ମାଙ୍କର ଆତ୍ମା ଆଜି ସେଇ ପରମାତ୍ମାଙ୍କର ନିକଟରେ ବୈକୁଣ୍ଠ ଧାମରେ ପହଞ୍ଚି କୈବଲ୍ୟ ପାଇ ସେଇଠି ପରିବାର ବର୍ଗଙ୍କର ହେଲା ରିଷ୍ଟ ଖଣ୍ଡନ କରିବା ସହିତ ସେଇ ସୂକ୍ଷ୍ମ ଆତ୍ମାର ମାଙ୍କର ଆଶୀର୍ବାଦରୁ ପରମାତ୍ମାଙ୍କର ଦୟାରୁ ବେଶ ଆଜି ପରିବାରର ସମସ୍ତଙ୍କର ଗ୍ରାମରେ ଏଠି ଖାଲି ଯେ ଯୋଗ ଦେଇଛନ୍ତି ନୁହଁ ଗ୍ରାମବାସୀଙ୍କର ଓଡିଶାବାସୀଙ୍କର ଭାରତବାସୀଙ୍କର ବିଶ୍ୱବାସୀଙ୍କର ସେଇ ପରମାତ୍ମା ହଉଛନ୍ତି ମା ଶବ୍ଦର ଅଧିକାରୀ ବାପା ଶବ୍ଦର ଅଧିକାରୀ ସଖା ଶବ୍ଦର ଅଧିକାରୀ ସ୍ୱାମୀ ଶବ୍ଦର ଅଧିକାରୀ ଆମେ ଯିଏ ଯୋଉ ସମ୍ପର୍କରେ ଆଜି ଏଇଠି ସ୍ମରଣ ତାଙ୍କୁ କଲେ ମଧ୍ୟ ତାଙ୍କର ଆଶୀର୍ବାଦ ଆମ ପ୍ରତି ଅଛି ତେଣୁ ସେଇ ମାଙ୍କର ଉଦ୍ଦେଶ୍ୟରେ ବେଶ ହରି ଦରବାରରେ କୀର୍ତ୍ତନ ସାରିଲା ବେଳେ ସେଇ ଭାବରେ ପବିତ୍ର ଭାବରେ ଆମେ ପବିତ୍ର ଦରବାରରେ ଆଜି ସେଇ ମାଙ୍କର ଆତ୍ମା କୈବଲ୍ୟ ଭୋଗ ପାଇ ଶାନ୍ତିରେ ସେଠି ଆଜି ଅବସ୍ଥାନ କରିବା ପାଇଁ ଆମର ଆଶା ରଖି ଆଜି କୀର୍ତ୍ତନ ସାରୁଥିଲା ବେଳେ ଆଜି ତାଙ୍କର ଆଶୀର୍ବାଦ ପାଇବା ପାଇଁ ବିଦାୟ ବେଳରେ ସମସ୍ତେ ଗୋଟିଏ ସ୍ୱରରେ ଆଗ ପଛିଆ ନ କରି ଆଜି ଆମେ ଦେବା ହରିବୋଲ ଚାଳି ହରିବୋଲ ବେଳେ ହେବ ରାମ ତାଳି ତା ସହିତ ବାଜିବ ଖୋଳଦେ ଝଞ୍ଝାଳି ମା ଭଉଣୀ ଝିଅ ବୋହୂ ମାନଙ୍କର ମିଶିବ ହୁଳହୁଳି ଆଜି ଯୋଉ ହରିବୋଲ ହୁଳହୁଳି ରାମ ତାଳି ହେବା ଦ୍ଵାରା ଆଜି ମୋ ମାଙ୍କର ଆତ୍ମା
ଆଜି ବ୍ରଜଧାମ ହଁ। ବା ଗୋଲକ ଧାମକୁ ଯିବ ଚଳି ହଁ। ଏହି ପବିତ୍ର ଭାବରେ ଆଗ ପଛିଆ ନ କରି ଗୋଟିଏ ସ୍ୱରରେ ଚାଳନ କଲେ ହଁ। ବିଶ୍ୱନାଥ ମଞ୍ଚରୁ ଯିବ ଚଳି ହଁ। ସେଇ ପବିତ୍ର ଭାବରେ ଆଉ ଆଗ ପଛିଆ ନ କରି ଏକ ସ୍ୱରେ ସର୍ବେ ଚାଳନ କର ସର୍ବେ ବୋଲ ଆନନ୍ଦ ଏକ कार हरि बोल